ମୁଁ କହୁନି ଚରମରେ ଯାହା ଲେଖା ଯାଇଛି ଠାକୁର ମୋର କହିଲେ କାଶୀ ବୃନ୍ଦାବନ ନକର ଗମନ କାଶୀ ଗଲେ ପାପ ଛାଡ଼ିଯିବ ବୃନ୍ଦାବନ ପାପ ଛାଡ଼ିଯିବ ନାଇଁ 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 ବୃନ୍ଦାବନ କିଏ ଦ୍ୱାଦଶ ବୃନ୍ଦାବନ ଅଟେ ନା ସାପବନ ଆଉ ଶ୍ରୀକୃଷ୍ଣ ଚରାଉଛନ୍ତି ଏଠି ମଧ୍ୟ ଗୋଧନ ଆଉ କାଶୀ ବୋଲିଟି ଯାହା ଶିବଙ୍କ ବାସସ୍ଥାନ ଆଉ କଣ୍ଠ ଚକ୍ର ବୋଲିଣ ଅଟେ ସେହି ପ୍ରମାଣ ଗଲା କାଶୀ ଗଲା ବୃନ୍ଦାବନ କୋଉ ଗଙ୍ଗା ନା ଦିଅ ଦର୍ଶନ କାଠ କି ପାଷାଣ ଗଙ୍ଗା ଦର୍ଶନ ପାଣି ଗୁରୁ ଦର୍ଶନ ମୁଖ ଦୀପ ସରା ମୁଖକୁ ମୁଖ ବଖାଣି ଆଉ ଗଙ୍ଗା ସ୍ନାନରେ ମଳୁକତି ହଟେ ଅଳିଆ ହଟିବ ନାରୀ ଆଉ ତ୍ରିବେଣୀ ସଙ୍ଗମେ ଦାନ କରୁଥିଲେ ଆଉ କାଳ ପ୍ରବେଶିବ ନାହିଁ ରେ କାଳ ପ୍ରବେଶିବ ନାହିଁ ଠାକୁର କହିଲେ ଗଙ୍ଗା ସ୍ନାନରେ ଆଜ୍ଞା ମଳୁକଟି ହଟେ ଆପଣ ଗାଁରେ ଆଜ୍ଞା କୁତୁରୁମିଆ କାମ କରିବେ ଆରେ ଗୁରୁଙ୍କର ଧର୍ମ ନେଇଥିବେ ପରରେ ଆଜ୍ଞା ଛୁଟି କାଟିବେ ବାପା ମା ଶ୍ରାଦ୍ଧରେ ପଳେଇବେ ଆଜ୍ଞା ଗଙ୍ଗା ବାପା ମାକୁ ଦିନେ କାଳେ ସେବା କରିବେନି ଗଙ୍ଗାରେ ଆଜ୍ଞା ଅସ୍ଥିକି ବିସର୍ଜନ କରି ମୁଣ୍ଡା ମୁଣ୍ଡା ସାବୁନ ନେଇ ଗାଧେଇ ପଇଲେ ଏଠୁ ସିନା ମଳି ଆଜ୍ଞା ଛାଡ଼ିକି କାଳିଆ ଚମଡ଼ା ଗୋରା ଦେଖାଯିବ କିନ୍ତୁ ଅଳିଆ କେବେ ଆଜ୍ଞା ହଟିବ ନାହିଁ କୋଉ ଗଙ୍ଗା ଠାକୁର କହିଲେ ପ୍ରକୃତ ଗଙ୍ଗା ହଉଛି ଆଜ୍ଞା ଡାହାଣ ନାସା ପବନ ଆକୁ ଆଜ୍ଞା ବାହାରେ ଡାହାଣ ପଟେ ପବନ ଗଲାବେଳେ ତମେ ଆଜ୍ଞା ପଥର ଖାଅ ହଜମ ହୋଇଯିବ ଆମେ ତ ଧାରା ନଉଛେ ଗୁରୁଙ୍କ ଦୀକ୍ଷା ନଉଛେ ଏତକ ଆଜ୍ଞା ବାରୁନେ ରାତିରେ ଆଜ୍ଞା ଭଲ ମନ ଖାଦ୍ୟ ହେଉଛି ଗୋଟେ ବାଁ ପଟେ ପବନ ଯାଉ ପେଟେ ଖାଇ ଦଉଛ ନା କାହାକୁ ବ୍ଲଡ଼ ପ୍ରେସର କାହାକୁ ଡାଇବେଟିସ୍ ହେଉଛି ଏଥିପାଇଁ ଦାୟୀ ପରା ତୁମେ ନିଜେ ବସି ପ୍ରମାଣ ଭାଗବତ କଣ କହିଲେ ଆପଣା ହସ୍ତେ ଜିହ୍ୱା ଛେଦି କିଏ ବା ହବ ପ୍ରତିବାଦୀ ଯେତେବେଳେ ଆଚାର୍ଯ୍ୟ ଆମକୁ ଦେଲେ ଆଜ୍ଞା ଧାରା ଗ୍ରହଣ କରେଇଲେ ଆମକୁ କଣ କହିଥିଲେ ଡାହାଣ ପଟେ ପବନ ଗଲାବେଳେ କଣ କରିବୁ ମନ ଇଚ୍ଛା ଯେତେ ଖାଇପାରିବୁ ବାମ ପଟେ ପବନ ଗଲାବେଳେ ତୁ ଟିକେ ଶୋଇପଡ଼ିବୁ ଇଏ ହେଉଛି ଚନ୍ଦ୍ର ଘର ହେଉଛି ବାମ ପଟ ସୂର୍ଯ୍ୟ ଘର ହେଲା ଡାହାଣ ପଟ ସୂର୍ଯ୍ୟରେ ଭୋଜନ ଚନ୍ଦ୍ରରେ ଶୟନ ଆଉ ଗୋଟେ ସନ୍ଧି କଥା କଣ କହିଥିଲେ ସମସ୍ତେ କହନ୍ତି ଯେତେ ମହାପୁରୁଷ ଆଇଲେ ଚନ୍ଦ୍ରବାର ହେଲା 3 ସୂର୍ଯ୍ୟବାର ହେଲା 4 ଚନ୍ଦ୍ରବାର 3 କିଏ ନା ସୋମବାର ଶୁକ୍ରବାର ବୁଧବାର ସୂର୍ଯ୍ୟବାର 4 କିଏ ମଙ୍ଗଳବାର ଗୁରୁବାର ଶନିବାର ରବିବାର ଠାକୁର ମୋର କହିଲେ ଚନ୍ଦ୍ରବାର 3 ସୂର୍ଯ୍ୟବାର 3 ମଝିରେ ଟି ଶିଶୁ ମୁନା 12 ଅଛି ଜାଣ 6 12କୁ ସଂଯୋଗ କର ପ୍ରମାଣ ମଝିରେ ଆଜ୍ଞା ଶିଶୁ ମୁନା 12 କିଏ ନା ବର୍ତ୍ତମାନ ଆଜ୍ଞା ଆପଣମାନଙ୍କର ଭାଦ୍ର ମାସ ଗଲା ଆସିଛି ଅଶ୍ୱିନ ମାସ ମା ମାନେ ଗୋଟେ କୋଉ ଓଷା କରନ୍ତି ନା ଦ୍ୱିତୀୟା ଓଷା ନା ତା ଭିତରେ 1 ବାର ପଡ଼ ଇଏ ଜ୍ଞାନୀ ସେଇ ବାରରେ ବାରେଣୀ ପଡ଼ ଇଠି ପୁଣି ବେଶୀ ଭିତରକୁ ଯିବା ନାହିଁ କଥାର ଅଧିକ ହାଡ଼ ହେଇଯିବ ବୁଝିବା ବହୁତ କଷ୍ଟ ହବ କାହିଁକି ଏମିତି ତତ୍ତ୍ୱକୁ ମୀମାଂସା କରୁଛନ୍ତି ଚରମରେ ଆଜ୍ଞା ମୁଣ୍ଡ ପାଗଳ ହେଇଯାଏ ଚରମ ପଢ଼ିଲେ କେତେବେଳେ
मन कले कौन है जापर हे ज्ञानी मंडली बोला 6 6 12 एपटे 3 एपटे 3 शिशु मुना बार किए ना डाण पट है आपणकर गंगा बाम पट है जमुना शिशु मुना आम क्या कहवा ना जो गोटाक मेरुदंड को भेद कर वक्रगति लगी मूलाधार चक्र किंतु या भितर से जो ओलटिकी जाइए आज्ञा ता नाम दिगला वक्रनाल बंकुनाल ना जो बाट दे पाटिकी लाल आसु अच्छी लाल ना चक्र बोली न शास्त्र रे आदि चक्र पर अच्छी लालन 12 गोटी नारी कहू वर्ण बुद्धि विवेक से चक्र जात स्कूल रे सारे पाठ पढ़ेले पिलाए 2 चौकते जे जानी कहला 8 जे न जानी ओरा को अनैब मुंडू कुंडेब अरे मुंड कहीं कुंडौचु ना मोर मने पड़ुनी बुद्धि विवेक से चक्र जात प्रणव बीजटी तहु संभूत दुथी गो राधा कृष्ण सेविका दुथी गो राधा कृष्ण सेविका दुथी गो 64 दौड़े 64 दौड़े महानायिका दुथी गो राधा हे मोर ज्ञान गुणी बरेण्य संत समाज समते जाई आज्ञा 6 चक्र जाके ता उपरू कहार कैपेसिटी ना ये जेते गुरु आइले समते कहे 50 अक्षर मूलाधार रे 4 लिंग रे 6 नाभि रे 10 हृदय 12 कंठ 16 ललाट हक्ष मिसले 50 किंतु मो चरमनाथ गुरु स्वामी समते कहले 16 मंडल ठाकुर कहले 72 मंडल समते कहले 5 कोश ठाकुर कहले कोशर किसी चिन्ह नाई कि वर्ण नाई केते कोश देखिबु देखे ए ज्ञानी मंडली बोले 84 कोश गाई जाए पसी कहीं परे से भुवन सेठारे बसीची निगम स्थान रे सेठारे बसीची निगम स्थान रे चरमर से आसन चरमर से आसन चरमर से आसन चरमर से आसन समस्ते गले आज्ञा 50 जाके ठाकुर मो कहले 50 पर आउ 4 अक्षर किए ना जेते बेले पिला थिए जन्म हुए ये जगाटा आज्ञा धक धक हुए ये ठेई बसला सी आउ दी ये पट बाजिले बंचिबे जी एपट बाजिबे कुआडे जीवो डॉक्टर मिछरे कहबो बंचिछि ऑक्सीजन लगेई देबो पैसा गुडे खाइला परे को इट इज नो मोर ला एपटे बसी अछि रस्तु अक्षर प्रमाण काल चक्र रही अछि एठावरे काल द्वारे हेतु रखी दिबुरे नंदन तेरे गुरु स्वामी की तू करिबु दर्शन 50 उपरे परा वायुमंडल खेल करुछंती परा सेठी आदि मूल ब्रह्मांडर मूल चूल ताहा कुटी कही तेणु नाम गुरु स्वामी हेला भावग्राही जेतिकी भाई माने मोर धारा नहीं जे धारा आज्ञा न नहीं ठाकुर कहले जानू न जानू मो महिमा सी है आज्ञा भक्त उत्तमा ये एमिति धारा एते जे जानू
বা ନ ଜାଣୁ ସମସ୍ତିକି ଆଜ୍ଞା ସମ୍ମାନ ଦିଆଯିବ। ଆଉ କିଛି ଦୀକ୍ଷାରେ ତୁ ତ ଆମ ଦୀକ୍ଷା ନେଇନୁ ଏଠିକି ଯାଇଛୁ ଠାକୁର ନା ସେମାନଙ୍କୁ କେବେ କଷ୍ଟ ଦିଅ ନା। ସିଏ ଧାରା ନେଇନାହାନ୍ତି ବା ମା ଗର୍ଭରୁ ଧାରା ନେଇକି ଯାଇଛନ୍ତି ଯୋଉଠି ସେ ଭୁଲି ଯାଇଛନ୍ତି ତାଙ୍କୁ ଟିକେ ମନେ ପକେଇ ଦିଅ। ସମସ୍ତେ ଆମେ ମା ଗର୍ଭରୁ ଧାରା ନେଇଛେ କାହିଁକି ନା ମାତା ଗର୍ଭରେ ବ୍ରହ୍ମପାଦକୁ ଧ୍ୟାନ କରିଥିଲେ କିନ୍ତୁ ମାୟା ଲାଗିବାରୁ ଆଜି ଆମେ ଭୁଲି ଯାଇଛେ। ମନେ ପକେଇବେ କିଏ? ସେଥିପାଇଁ ସଦଗୁରୁ ସେବା କର ନିରନ୍ତର। କାହିଁକି ସଦଗୁରୁ ସେବା ଠାକୁର ମୋର ଲେଖିଲେ ତ କହିଥାନ୍ତେ ମାତାକୁ ସେବା କର, କହିଥାନ୍ତେ ପିତାକୁ ସେବା କର। ଆମେ ମାତା ପିତାକୁ କେବେ କାଟି ପାରିବା ନାହିଁ କିନ୍ତୁ ପିତା ମାତା ଜନ୍ମ ଦେବେ ଇଏ ପିଣ୍ଡ କେବେ ମୋକ୍ଷ କରିପାରିବେ ନାହିଁ। ପିଣ୍ଡ ମୋକ୍ଷ କରିବେ କିଏ ନା ତତ୍ତ୍ୱଗୁରୁ ବା ଶ୍ରୀଗୁରୁ ବା ସଦଗୁରୁ। ପ୍ରଥମ ଗୁରୁ ହେଲେ ପିତା ଗୁରୁ। ଆମର ବ୍ରହ୍ମଜ୍ଞାନ ମତରେ ବ୍ରହ୍ମାଣ୍ଡ ମତରେ ପ୍ରଥମ ଗୁରୁ ମାତା ଗୁରୁ। କାହିଁକି ନା ମାତା ବହୁତ କଷ୍ଟ ସହିଥାଏ। ମାତା ବହୁତ କଷ୍ଟ ସହିଛି ମା ଗୁରା ପ୍ରଥମେ। କିନ୍ତୁ ବ୍ରହ୍ମଜ୍ଞାନ ମତକୁ ଗଲେ ବ୍ରହ୍ମଜ୍ଞାନ ମତ କହୁଛି ପ୍ରଥମେ ଏକ ବ୍ରହ୍ମ ଥିଲା, ଦ୍ୱିତୀୟ ପ୍ରକୃତି ହୋଇଲା। ପ୍ରକୃତି ମାତା ଆଗ ପିତା ନା ମାତା ଥିଲେ? ଆଗ ପିତା ଥିଲେ। ମୁଁ କହୁନି ଅଭିରାମଙ୍କ ଭାଷାରେ ଯେତେବେଳେ ସୃଷ୍ଟି ମହାଶୂନ୍ୟ ଥିଲା ଏକଇ ମାତ୍ର ଅନାଦି। ଚାରି କୋଳା ପରେ ଅନାଦି ରହିଲେ ତାଙ୍କ ସଙ୍ଗତେ ନଥାନ୍ତି ଆଦି। ଯାହାକୁ ମହିମା ଦୀକ୍ଷା ବାଲା କହିଲେ ଫକୀର କଲି ଫିକର ହେଲି ଡୋରି କହୁ ପୁଣି ସାର। ନା ଫକୀର କଲି ଫିକର ହେଲି ଡୋରି କହୁ ପୁଣି ସାର। ନା ଗେରସ ଠାରୁ ଭାରି ଯା ଜନମ କ୍ଷୀର ଖାଇ ନାହିଁ ତାର। ଏଥିପାଇଁ ଅନାଦି ହେଲେ ପିତା ଆଦି ହେଲେ ଆଜ୍ଞା ମାତା। ये सृष्टि नाश गले मार चिन्ह वर्णा आज्ञा किसी रहिबो कहा चिन्ह ना बापा चिन्ह प्रमाण देले किए सन्थ भीम बही अनादि निस्तप निष्काम निर्वेद ज्ञानी जन माने जानती भेद। ज्ञानी जन माने जानती भेद। ज्ञानी जन माने जानती भेद। आउ ये पिंड रहिबो ब्रह्मांड हजिबो। ये पिंड रहिबो ब्रह्मांड हजिबो। आउ ये पिंड रहिबो कल्पना हजिबो। पिंड रहिबो कल्पना हजिबो। तेबे ये जीवकु अति मोक्ष अति मोक्ष अति मोक्ष अभय मंडलाको उठ ज्ञान देते शून्य देखो शून्य देखो शून्य देखो अभय मंडलाको। पिंड आज्ञा रहिबो कौन आज्ञा कल्पना हजिबो। कल्पना कहले आपनकर आज्ञा आदि माता यदि मातार अंश रे तैयारी होइछ आपनकर ऊपर भाग पितार बिंदु रे तैयारी होइछ कोन ना आपनकर अस्थि सबटी आज्ञा मशानी की जाउछि। कहार मांस विसर्जन होउछि कि अस्थि आज्ञा विसर्जन हुए। पिता अंश आज्ञा रहिछि। पिता जदि अनादि अनादि आज्ञा निस्तब्ध निस्तब्ध कहले ब्रह्म ला ब्रह्मर टिके बे नाश नाही ज्ञानी जन जुगे जुगे रही अछि सेई परा मन जहा ठारू जनमयी ब्रह्मांड हे ज्ञानी पिंड ब्रह्मांड को एक करी पराहुनी। समस्ते कहती पिंड ब्रह्मांड एक मत जानती आउ जो गोटाक पेंच कथा कहीं कह जाऊनी। पिंड कहले आमे कौन बुझिबा पिंड बोलिन जहा कही ब्रह्म नामटी अटे सही। पिंड कहले आमे कौन बुझिबा ना पिंड कहले आपनक शरीर एटे यहीटा हला ब्रह्मांड। आउ गोटे कर्म कौन ना इंड कर्म। इंड कर्म टीकू मातृ गर्भ कर्म कही ना इंड कर्म बोली तार नाम ज्ञानी तही। पिंड ब्रह्मांड इंड सत रज तम रिंग सिंह क्रिंग स्वर्ग मर्त्य पाताल इला पियला शिशुमुना सृष्टि आद्यरू आज्ञा तीन। ये ब्रह्मा विष्णु शिव न आईले जड़े पाले जड़े सृष्टि कले जड़े संहार कले आम चलीचे आज्ञा तीन रे। से मो ठाकुर ये शरीर को आज्ञा तीन खंड करदे पादरू कटी करदे पाताल
कटिरु कंठ गले मत्य कंठरु शिखा गले स्वर्ग ये तीन पुरु तैयारी करी से रहिले कोउठी ना तुल शून्य निराकार रही अछंती लातहु एक ईश्वर तारक प्रति बहु एक हरि बोल दियतु हरि बोल तारक प्रति आउ बाम डाहाण काठ श्रीराम जगन्नाथ श्रीराम जगन्नाथ श्रीराम जगन्नाथ पूर्वरे कृष्णचंद्र पछ भागे अनंत पछ भागे अनंत पछ भागे अनंत आउ गुढ़ गुढ़ पड़िछि शताब्दी गीत ग्रंथ आउ लोक मूଳରେ ମାଳ ମାଳ ମେଦିନୀ ଜାତ ସେଠାରୁ ଉଚାପନ ହେଉଛି କରି ନୃତ୍ୟ ବହି ଆସୁଛି ସଧିରେ ସେ ଚାରି ନଦୀ ଦୁର୍ଲଭ ଜନମ ବିନେ ସକଳ ସେଠେ ଏହି ଶରୀରରେ ଜ୍ଞାନ ପାରିଲେ ସେଠେ ଦୁର୍ଲଭ ଜନମ ବିନେ हेलो आज्ञा जो आमर शरीर तत्व उपर प्रभुंकर कथा को आने आज्ञा आम मान को आनंद दौरान से मनोरमा अपा 105 टंका पुरस्कृत करिसेंती लता अपा 10 टंका पुरस्कृत करिसेंती शत्रुघ्न ब्रजवासी शत्रुघ्न भाई 100 टंका पुरस्कृत करिसेंती आशा करे सादरे ग्रहण करबा मनोरमा अपा आउ जने को अपा शत्रुघ्न शांति अपा आपण मोटू बड़ भी सान भी मुझे जानी सी जहाँ भी होना कहीं ये आम समते सामान आम ठाकुर आज्ञा संतान ठाकुर मोर हेले ब्रह्मांडर पिता आम समस्त आज्ञा पुओ पिता हेले अनादि माता हेले आदि आपण मोर जहाँ भी हूँ ना कहीं लक्ष्मी पद्मालया पद्मा कमला श्रीहरिप्रिया इंदिरा लोकमाता माँ ख्यातन कहीं ना आम समस्त आईचे आज्ञा गोटे जगार लोक जाना कहार घर हूँ कटक कहार घर हूँ पुरी आकु जानती लोक तू जो माने मनीष से माने कौन कहती क्षीर पर नीर अच्छी नीरे निरंजन निरंजन पर देख अव्यगत ब्रह्म से ही अनादि लेख से ही अनाक्षर अभिराम बोले से मो पूर्व बाप घर अभिराम बोले से मो पूर्व बाप घर आपण प्राय जगह शुणुंट कहती आमर बाप घर है मार गर्भ भूल प्रकृत पेंच पाई ना प्रकृत आमर बोपा गर्भ है आज्ञा पितार महाशून्य जो प्रथम आम जन्म ने 12 वर्ष तापर गले मार गर्भ को तापर आइले ब्रह्मांड को मलापुर पोड़ा हुआ कि पोता हुआ यही आज्ञा माटी उपरे से माँ माइप माटी ये तीन खाती बांटी लक्ष्मी पद्मालया पद्मा कमला श्रीहरिप्रिया इंदिरा लोकमाता माँ क्षीराब्दी तनयार माँ भार्गवी लोकमाता क्षीरसागरा कन्यका से माँ धनलक्ष्मी से माँ जनलक्ष्मी खाली मो दुई अपांगर नुह बसी मोर मातृस्थानीय माँ भौणी एवं गुरु बापा गुरु भाई समस्तर मंगल करंतु बोलांदे गवार बजाओ अनंत तारी हरि बोल हुड़ हुड़ी बजाओ हरि बोल हुड़ हुड़ी स्वर्ण क्षेत्र पीठ আজি 1 2 3 पीठ पड़ब उछुले हरि बोल हुड़
ଆପଣମାନଙ୍କର ଅନନ୍ତ ତାଳି ତ୍ରେତୀୟ ଯୁଗରେ ଆଜ୍ଞା ରାମ ତାଳି ଦ୍ୱାପର ଯୁଗରେ ଆଜ୍ଞା ଖୋଳତାଳ କଳି ଯୁଗେ ଯେତେ ମାରି ବଟି କର ତାଳି ଜାଗା ଛାଡ଼ି ପଳାଇବ ଶୁଣ ଭାଇ କଳି ଜାଗା ଛାଡ଼ି ପଳାଇବ ଶୁଣ ଭାଇ କଳି ହରିବୋଲ ହେଲା ସତଗୁଣ କରତାଳି ହେଲା ତମ ଗୁଣ ହୁଳ ହୁଳି ରଜ ଗୁଣ ମା ମାନେ କହି ଭଲ କିରି ଦିଅ ମା ହୁଳ ହୁଳି କହି ପହନ୍ଦିଆ ଶାଖା ୟୁଟ୍ୟୁବ ପହନ୍ଦିଆ ଶାଖା ୟୁଟ୍ୟୁବ 202 ଟଙ୍କା ପୁରସ୍କୃତ କରିଛନ୍ତି ଆଶା କରେ ସାଧାରେ ଗ୍ରହଣ ଯାଉ ଠାକୁର କହିଲେ ଶାଖାକୁ ସଜାଡ଼ି ଶାଖାରେ ବସ ହେ ଶାଖାରେ ବସ ଶାଖାକୁ ସଜାଡ଼ି ଶାଖାରେ ବସ ଶାଖାକୁ ସଜାଡ଼ି ଶାଖାରେ ବସ ଶାଖା ପାଦୁକାରେ ଶରଣ ପଶ ଶାଖା ପାଦୁକାରେ ଆମେ ଶରଣ ପଶିଲେ ତାପରେ ଆଇଲେ ସ୍ୱର୍ଣ୍ଣ କ୍ଷେତ୍ରକୁ ସେଇ ପନ୍ଦିଆ ଶାଖାର ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରା ଏବଂ ଜଗନ୍ନାଥ ନାମ ମଙ୍ଗଳ କରିବା ସହିତ ଖାଲି ପନ୍ଦିଆ ଶାଖା ନୁହଁ ପ୍ରତ୍ୟେକ ଶାଖା ପାଇଁ ଆଜ୍ଞା ଉପଦେଶ କ'ଣ ରହିଛି ଯେଉଁ ଶାଖା ଆଜ୍ଞା ଦୁର୍ବଳ ହେଇଯାଉଛି ଅନ୍ୟ ଶାଖା ମାନେ ସେଇ ଶାଖାକୁଟି ଯାଇ ଶାଖାକୁଟି ଉତ୍ଥାପନ କରିବ ମୋ ଭାଇ କରିବ ମୋ ଭାଇ ବାବୁ କରିବ ମୋ ଭାଇ କରିବ ମୋ ଭାଇ ଭଲ କରିବ ମୋ ଭାଇ ବାଲିଆପାଳ ଶାଖା ଅନ୍ନପୂର୍ଣ୍ଣା ଅପା ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରୁଛନ୍ତି ଆନନ୍ଦର ସହିତ ଆଜ୍ଞା ଟିକେ ଜୋରଦାର ହରିବୋଲ ହୁଳହୁଳି ଦିଅନ୍ତୁ ହରିବୋଲ 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 ଆପଣ ହେଲେ ମୋର ମା ଆପଣ ଜଗତର ମା ଆପଣଙ୍କୁ ମୁଁ ଆଶୀର୍ବାଦ ଦେଇପାରିବେନି କେବଳ ଆପଣମାନଙ୍କ ଆଶୀର୍ବାଦ ହିଁ ମୋତେ ଆବଶ୍ୟକ ବୋଲାନ୍ତେ ଗବାର ମାର ଆଶୀର୍ବାଦ ଯିଏ ପାଇ ଅଛି ବହୁ ଶକ୍ତି ସଂସାରରେ ନ କାଟି ବସିଛି ମୁଁ ବି ପ୍ରଧାନ ମାଟି ପ୍ରଧାନରେ କିଛି ନାହିଁ ଆମେ ସମସ୍ତେ ଯେହେତୁ ପବନର ଆଜ୍ଞା ଜାତି ନାହିଁ ସିଏ ଭୋଇ ହଉ କି ମଳିକ ହଉ କି ପ୍ରଧାନ ହଉ ଏଠେଇ ମା ପ୍ରଧାନରେ କାମ ନାହିଁ ସକଳ ଘଟେ ପବନ ଖେଳରେ ଆମେ ସମସ୍ତେ ଏକ ଜାତି ଏକ ଜ୍ଞାନୀ ମଣି ସତ ଜାତି କରି ଅଛି ମଣିଷଟି ପୁଣି ସତ କଥା କହୁଛି ଆଜି ମୋର ମା ଆଜକୁ 3 ବର୍ଷ ହେଲା ଗୀତା ଚାଲି ଯାଇଛନ୍ତି ଗୀତା ଅପା 50 ଟଙ୍କା ପୁରସ୍କୃତ କରିଛନ୍ତି ମୋ ମାଙ୍କର ଆଶୀର୍ବାଦ କାହିଁକି ମା ଏକରି ଏକ ଶବଦ ଆଜ୍ଞା ଭାଗବତ ପାଠ କରନ୍ତୁ କ'ଣ ଲେଖାଯାଇଛି ଭଗବତ ଭଗବତାଞ୍ଚ ମୁଖಂ ପଳିତ ଆଜ୍ଞା ମୋ ଅକ୍ଷର ପ୍ରଥମେ ମୋରେ ଆଜ୍ଞା ମା मोरे आज्ञा महाशून्य मोरे आज्ञा महिमा मोरे आज्ञा मोला मोरे आज्ञा मोटा मो अक्षर को हृद पद्मे जप हे माँ आमे महीमंडल आज्ञा रहिबा बिना आश्रित न बर्थिबा कई गुरु स्वामी दया पाइबा परा दया पाइबा गुरु स्वामी दया पाइबा परा दया पाइबा माँ को तो आशीर्वाद देवेनी से गुरु स्वामी मो मार सब मंगल करतु बोलान देखबार हरिबल माता पिता प्रेम बाबू दूसरे पिता जुगे जुगे माता पुत्र सेवा करुताऊ पिता माता सेवा बाबू संसार रे सार जिए करे धन्य बाबू यही महीर अनेक तीर्थ को गले जेते पुण्य होई पिता माता सेवा को से नियटई एथि आम परम शास्त्र भागवत कहले
ସୃଷ୍ଟିର ପ୍ରଥମ ଅକ୍ଷର କ'ଣ ଆଇଲା ନା ଅନାଦିକ ମୁଖରୁ ବାହାରିଲା ଆଜ୍ଞା ମ ଅକ୍ଷର। ମ କହିଲେ ମହିମା, ମ କହିଲେ ମାତା। କୋଉ ନ୍ୟାୟରେ ସେ ଅକ୍ଷରକୁ ଆଜ୍ଞା ଧରିଥିଲା କିଏ ନା ଭୂଷଣ ଯେ ପକ୍ଷୀ ବେଦ ଶାସ୍ତ୍ର ବାଛି ମ ଅକ୍ଷରକୁ ଚିତେ ଧରି ନା ହୃଦ ପଦ୍ମେ ଜପ କରି ଏକ ରୂପ ବସିଛି ବଟେ ଆସନ କରି, ବସିଛି ବଟେ ଆସନ କରି, ବସିଛି ବଟେ ଆସନ କରି। ସେଥିପାଇଁ ଆମ ସାଂସ୍କୃତିକ ଗଲା ଚାରି ଯୁଗରେ ମା ଆଜ୍ଞା ଆଗରେ। ଆମେ ସତ୍ୟ ଯୁଗରେ କ'ଣ କହୁଛେ ଇଏ କହୁଛି କି ନାରାୟଣ ଲକ୍ଷ୍ମୀ, ଆଗ କହୁଛ ଲକ୍ଷ୍ମୀ ତାପରେ ଆଜ୍ଞା ନାରାୟଣ। ତ୍ରେତୟାରେ ଆମେ କ'ଣ କହୁଛେ ଈଶ୍ୱର ଆଲା ତେରେ ନାମ ସବୁକୁ ସନମତି। କ'ଣ କହୁଛେ ନା ଆଗ ସୀତା ତାପରେ ଆଜ୍ଞା ରାମ। ଦ୍ୱାପର ଯୁଗରେ ଆଗେ ରାଧା ପଛେ କୃଷ୍ଣ ଲମ୍ପଟି ବେଶରେ ଏକ ବୀଜ ବେନି ଫାଳ ଏକ ଅଙ୍ଗରେ। ସେଥିପାଇଁ ଏ କଳି ଯୁଗରେ ଚରମନାଥ ଗୁରୁସ୍ୱାମୀ ଇଏ ବିଶ୍ୱବାସୀ କି କ'ଣ ଶିକ୍ଷା ଦେଲେ? ବିଖ୍ୟାତ ବାପା ମା ମନ୍ଦିରଟି ଜାଣ କରିଛନ୍ତି ଏଠାବରେ ଶୁଣ ଜ୍ଞାନୀ ଜନ। ଆଜ୍ଞା ସମୟ ଆଉଛି ଦିନେ ଦେଖିବ ଇଏ ସାରା ବିଶ୍ୱରେ ଏ ମନ୍ଦିର ଆଜ୍ଞା ପ୍ରତିପାଦନ ପାଇବ। ବିଶ୍ୱ ସାରା ବୁଲି ଯାଅ ନା ଏପରି ମନ୍ଦିର ପରା କୋଉଠାରେ ନାହିଁ। ସାରା ବ୍ରହ୍ମାଣ୍ଡ ବୁଲିକି ଦେଖି ଆସ ଭାଇ, ଦେଖି ଆସ ଭାଇ ବାବୁ, ଦେଖି ଆସ ଭାଇ, ଦେଖି ଆସ ଭାଇ ବାବୁ, ଦେଖି ଆସ ଭାଇ। ଠାକୁର ମୋର କଲେ ହେ କଳିୟତ ମାନବ ଟିକେ ବାପା ମାଙ୍କୁ ସେବା କର। ପିତା ମାତାଙ୍କ କାହିଁକି ପିତା ମାତା ଠାରୁ ବଡ଼ ଦେବତା କେ ସର କରାଇବେ ନାହିଁ। ଭଲାରେ ଭଲା ସର କରାଇବେ ନାହିଁ। ତାଙ୍କରି ଆସି ସେ ଜନମ ଲଭିଛି ଏ ଭର ଧାମରେ ବହେ। ମାତା ସିନା ଦେଲା ଜନ୍ମ ଆମକୁ ପିତା ଯେ ଜୀବନ ଦାତା। ଭଲାରେ ଭଲା ପିତା ଯେ ଜୀବନ ଦାତା। ତାଙ୍କ ବିନା ଆଉ କିଏ ସେ ବୁଝିବ ସଂସାର ମରମ କଥା। ଆଜିକାଲି କ'ଣ ଚାଲିଛି ନା ଜିଅନ୍ତା ମାକୁ ଦେଖାନ୍ତି ଠେଙ୍ଗା। ଦେଖନ୍ତୁ ଆମ ସଂସ୍କୃତି ଆଜ୍ଞା କ'ଣ ଯୋଉ ବାପା ମା ଏତେ କଷ୍ଟ ସହିକି ଆମକୁ ସଂସାରକୁ ଆଣିଛନ୍ତି ନା ଜିଅନ୍ତା ମାକୁ ଦେଖାନ୍ତି ଠେଙ୍ଗା। ମଲା ପରେ ହାଡ଼ ପକାନ୍ତି ଗଙ୍ଗା। ଜିଅନ୍ତା ମାକୁ ମାରନ୍ତି ନାତ। ମଲା ପରେ ଗାଁ ମୁଣ୍ଡରେ ଭାତ। ଜିଅନ୍ତା ମାକୁ ଘରୁ ବାହାର। ମଲା ପରେ ନେବେ ସ୍ୱର୍ଗ ଦୁଆରରେ। ଶୁଣ ରେ ରାୟା ମନ ଭଲା, ଶୁଣ ରେ ରାୟା ମନ। ମଲା ପରେ ନେବେ ସ୍ୱର୍ଗ ଦୁଆରରେ। ଶୁଣ ରେ ସେଥିପାଇଁ ପିତା ମାତା ନଥିଲେ ସଂସାର କେବେ ହୋଇପାରିବ ନା। ପ୍ରମାଣ ଜଳ ପବନ ଲାଗି ଦେହ ଏଠୁ ଅଧିକ ଥିଲେ ଭାଗବତ କହିଲେ ଜଳ ପବନ ଲାଗି ଦେହ। ଜଳ ହେଲା ମାତା, ପବନ ପିତା। ଆଜ୍ଞା ଲାଗି ବୋଲେ କ'ଣ ଲାଗି ବୋଲନ୍ତେ ଆଜ୍ଞା ଏଇ ଅଗ୍ନି। ଇଏ ତେଜ ଯଦି ଆଜ୍ଞା ନ ଲାଗିବ ଇଏ ବ୍ରହ୍ମମଣ୍ଡଳରୁ ବିନ୍ଦୁ କେବେ ଆଜ୍ଞା ଖସିବ ନାହିଁ। ଏଇ ରହିଛି କ'ଣ ନା ଲବଣୀର ହାଣ୍ଡି।
ମୁଁ କହୁନି ପ୍ରମାଣ ଦିଆଯାଇଛି କୋଉଥିରେ ଭାଗବତ ତତ୍ତ୍ୱ ପରମାର୍ଥ ପ୍ରଥମେ ମହାଶୂନ୍ୟ ଥିଲା ତହିଁରୁ କଳ୍ପନା ଜନ୍ମିଲା କଳ୍ପନା ହୁଏ ଆଦିମାତ ବିନ୍ଦୁ ପରମ ବ୍ରହ୍ମତାତ ଏବେନି କଳ୍ପନା ବଢ଼ିଲା ସଞ୍ଜୟ ଅଗ୍ନି ଜାତ ହେଲା ସେ ଅଗ୍ନି ଶିକ୍ଷା ପରଚଣ୍ଡ କହିଲା ଶପଥ ବ୍ରହ୍ମାଣ୍ଡ ଆକାଶେ ଲବଣୀର ହାଣ୍ଡି ତରଳିଲା ସୂର୍ଯ୍ୟର ପିଣ୍ଡି ଆଉ ତପତି ଲାଗି ଉଛୁଳିଲା ବିନ୍ଦୁ ହେନି ବ୍ରହ୍ମ ଚଳିଲା ସେଥିପାଇଁ ଜଳ ପବନ ଲାଗି ଦେହ ଇଏ ତୁ ଅଧିକ କଣ ନା ତେଜ କୌନ୍ୟାରେ ନା ଜଳ ପବନରେ ପିଣ୍ଡକୁ ଗରିଛ ଶରୀର ଟଇବନ ପ୍ରକୃତି ଶରୀର ପ୍ରେମ ବଳିଆର ଇଏ